ବିଜେଡି ପାଇଁ ସହଜ ହେବନି ପଞ୍ଚାୟତ ନିର୍ବାଚନ। ବଢୁଛି ବିଜେଡି ଭିତରେ ଦଳୀୟ କନ୍ଦଳ। କେମିତି ଦଳକୁ ସମ୍ଭାଳିବେ ଚିନ୍ତାରେ ନବୀନ। 24 ନିର୍ବାଚନ ପରଠାରୁ ପ୍ରାୟ ସମସ୍ତ ଜାଗାରେ ଅଧ୍ୟକ୍ଷ ପଦ ପାଇଁ ଆସ୍ଥା ଅନାସ୍ଥା ଲାଗି ରହିଛି। ଏହି କିଛି ଦିନ ତଳେ ଝାରସୁଗୁଡ଼ା ଜିଲ୍ଲାର କିର୍ମିରାକୁ ନେଇ ରାଜନୀତି ବେଶ ସରଗରମ ହୋଇଥିଲା। ଆଉ କିର୍ମିରା ପରେ ଏବେ ବ୍ରଜରାଜନଗର। ପୌରାଧ୍ୟକ୍ଷା ଯାଜ୍ଞସିନୀ ଓରାମଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଭୋଟିଂ ହେବାକୁ ଯାଉଛି। ପୌରାଧ୍ୟକ୍ଷା ଯାଜ୍ଞସିନୀ ବିଜେଡି ଦଳରୁ, ତେଣୁ ତାକୁ ନେଇ ଚିନ୍ତାରେ ବିଜୁ ଜନତା ଦଳ। ବିଜେଡି ହାତରୁ ଚାଲିଯିବନି ତ ବ୍ରଜରାଜନଗର ପୌର ପରିଷଦ। ଆଉ ସବୁଠାରୁ ବଡ଼ କଥା ହେଉଛି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିଜେଡିର କାଉନସିଲର ମାନେ। ବିଜେଡିର 20 କାଉନସିଲର ସମେତ ମୋଟ 22 ଜଣ ଏହି ପ୍ରସ୍ତାବ ଆଣିଛନ୍ତି। ତେଣୁ ପ୍ରଶ୍ନ ଉଠୁଛି, ବ୍ରଜରାଜନଗରରେ କ୍ଷମତାକୁ ନେଇ ଛକା ପଞ୍ଝା ଚାଲିନି ତ? ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନକୁ ନେଇ ସଜବାଜ ହେଉଥିବା ବେଳେ ଅନ୍ୟପଟେ ଦଳରେ ଚାଲିଥିବା ତୁ ତୁ ମେ ମେ ଦଳୀୟ କନ୍ଦଳକୁ ଓ ନବୀନକୁ ଅଧିକ ସଙ୍କଟରେ ପକାଉଛି। ଯାଜ୍ଞସିନୀ ଓରାମ ବିଜେଡିର ହୋଇଥିବା ବେଳେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିଜେଡିର କାଉନସିଲର ମାନେ। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରଠାରୁ ବିଭିନ୍ନ ଅଞ୍ଚଳର ଅନେକ ସରପଞ୍ଚ, ପୌର ପରିଷଦ ତଥା ବ୍ଲକ ଅଧ୍ୟକ୍ଷ ପଦ୍ମ କ୍ୟାମ୍ପରେ ସାମିଲ ହୋଇଛନ୍ତି। ଝାରସୁଗୁଡ଼ା କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଥିଲା। ବ୍ରଜରାଜନଗର ପୌର ପରିଷଦର 23ଟି ୱାର୍ଡ ଥିବାବେଳେ ଉପାଧ୍ୟକ୍ଷ କ୍ରିଷ୍ଣା ଗୋପାଳ ସିତାନୀଙ୍କ ନେତୃତ୍ୱରେ 22 ଜଣ କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି 20 ଜଣ ବିଜେଡି, ଜଣେ ବିଜେପି ଏବଂ ଜଣେ ବିଏସ୍ପି କାଉନସିଲର। ପୌର ପରିଷଦରେ ଅରାଜକତା ତଥା ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଅନାସ୍ଥା ଅଣାଯାଇଥିଲା। 22 ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିବା ପରେ ସେ ବ୍ରଜରାଜନଗର ପୌରାଧ୍ୟକ୍ଷା ଯାଜ୍ଞସିନୀ ଓରାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ 15 ତାରିଖରେ ଭୋଟିଂ ହେବ, କିନ୍ତୁ ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ 5 ପର୍ଯ୍ୟନ୍ତ ଫଳାଫଳକୁ ସ୍ଥଗିତ ରଖିବା ପାଇଁ କହିସାରିଛନ୍ତି କୋର୍ଟ। ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ନେତା ଜୟନ୍ତ ଦୀକ୍ଷିତ କହିଛନ୍ତି, ବିଜୁ ଜନତା ଦଳ ମଧ୍ୟରେ କୌଣସି ପ୍ରକାର ମତଭେଦ କିମ୍ବା ଗୋଷ୍ଠୀ କନ୍ଦଳ ନାହିଁ। ତେବେ ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଲଢ଼େଇକୁ ସେ ସ୍ୱୀକାର କରିଛନ୍ତି। ତେବେ ଏତେ ସବୁ ବିବାଦ ପରେ ବିଜେଡି କେମିତି ମୁଣ୍ଡ ଟେକି ପଞ୍ଚାୟତ ନିର୍ବାଚନ ଲଢ଼ିବ, ତାହାକୁ ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ।